ଆଡ଼ପ ପହଣ୍ଡି ଅଘଟଣର ତଦନ୍ତ ଆରମ୍ଭ। ବାଡ଼ଗ୍ରାହୀ ଓ ନିଯୋଗ କର୍ମକର୍ତ୍ତାଙ୍କ ବୟାନ ରେକର୍ଡ। ଦୋଷୀଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ବଡ଼ ଠାକୁରଙ୍କୁ ଅପମାନ, ଏ କଥାକୁ କେହି ବି ହିନ୍ଦୁ ଭକ୍ତ ସହି ପାରିବେ ନାହିଁ। ତେଣୁ ମନ୍ଦିର ପ୍ରଶାସନ ବା କେମିତି ସହିବ? ଗତ ରଥଯାତ୍ରା ସମୟରେ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା କେତେ ଦୁଃଖଦାୟକ ତାହା ହୃଦୟଙ୍ଗମ କରିଛି ମନ୍ଦିର ପ୍ରଶାସନ। ପ୍ରଶାସନ ପକ୍ଷରୁ ଗଠିତ 3 ଜଣିଆ କମିଟି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବଡ଼ ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ପ୍ରତିନିଧି ଭାବେ ଅନାଥ ଦାସ ମହାପାତ୍ର ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କ ରଥରେ ଥିବା 2 ଜେଟିପି, ଖୁଣ୍ଟିଆ ଏବଂ ପୁଷ୍ପାଳକ ନିଯୋଗର କର୍ମକର୍ତ୍ତାଙ୍କୁ ଡାକି ତଦନ୍ତ କମିଟି ପଚରାଉଚରା କରିଛି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କୁ ପଚରାଉଚରା କରାଯିବା ସହିତ ସମସ୍ତଙ୍କର ବୟାନ ରେକର୍ଡ କରାଯାଇଛି। ବିଶେଷ କରି ବିଡ଼ିଆ ମଣୋହି ନୀତି ପାଇଁ ପହଣ୍ଡି ବେଳେ ରଥ ଚାରମାଳ ଉପରେ ବଡ଼ ଠାକୁର ପ୍ରାୟ 45 ମିନିଟ୍ ଅଟକି ରହିଥିଲେ। ଦଇତାପତି, ସୁଆର, ମହାସୁଆର, ପୁଷ୍ପାଳକ, ଖୁଣ୍ଟିଆଙ୍କୁ ମିଶାଇ ସୀମିତ ସେବକ ଏହି ସମୟରେ ରହିବା କଥା। ମାତ୍ର ବହୁ ଅଣସ୍ୱୀକୃତ ସେବକ ସେହି ସମୟରେ ରଥକୁ ଚଢ଼ି ଆସିଥିଲେ। ଗୋଟିଏ ପଟେ ନୀତି ବିଳମ୍ବକୁ ଅନ୍ୟପଟେ ଅଧିକ ସେବାୟତ ଏକାଠି ହେବା ଘଟଣା ଏଥିପାଇଁ ଦାୟୀ ବୋଲି ପଚରାଉଚରା ବେଳେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ତେବେ ଆଡ଼ପ ପହଣ୍ଡି ବେଳେ ଯେଉଁ ସେବାୟତ ମାନଙ୍କର ସେବା ନ ଥାଇ ମଧ୍ୟ ରଥକୁ ଚଢ଼ିଥିଲେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ତଦନ୍ତ କମିଟି ପକ୍ଷରୁ କୁହାଯାଇଛି। ପୁରୀରୁ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ରିପୋର୍ଟ, SMSCT ନ୍ୟୁଜ୍।